ଦପ୍ତରରୁ ଯଦି ଫାଇଲ ହଜିଛି ସେ ନିଜେ ଦାୟୀ। ୟା ତା ମୁଣ୍ଡରେ ତେଲ ମାରିକି ଖସିଯିବା ପାଇଁ ବସିଛନ୍ତି ପାଣ୍ଡିଆନ ନାଁରେ। ଭୁଲ କରନି ମୁଖ୍ୟମନ୍ତ୍ରୀ, ଯାହା ତ କଲ ହଜେଇଲ। ଏ ଅପାରକ ସରକାର, ତେଣୁ ହଜେଇଛନ୍ତି। ତଥ୍ୟ ମିଳୁନି ଫାଇଲ ହଜିଲା ଘଟଣାରେ। କିଛି ମିଳିବନି, ସେ ନିଜେ ହଜେଇଛନ୍ତି। ମୁଖ୍ୟମନ୍ତ୍ରୀ ଏଇ ତାଙ୍କରି ସରକାର ହଜେଇଛନ୍ତି। ତମେ ମୁଖ୍ୟମନ୍ତ୍ରୀ ହେଲାଣି 2 ବର୍ଷ 3 ମାସ, ଫାଇଲଟା କେମିତି ହଜିଲା? 2 ବର୍ଷ ପରେ ଫାଇଲ ହଜିଲା। ତମେ ହଜେଇ ଦେଇ ୟା ତା ମୁଣ୍ଡରେ ଜଗୁଛ। ପାଣ୍ଡିଆନକୁ ବଦନାମ କରି ନୋଟିସ, ବେହେରାକୁ ବଦନାମ କରିବା ପାଇଁ ନୋଟିସ, ଗୋଟେ କିରାନୀକି ଧରିକି ନେଇକି ଯାଉଛ। ଏ ଗୋଟେ ପ୍ରହସନ ଚଲେଇଛ। ହଜିଛି ତମ ଟାଇମରେ, ତମେ ରେସ୍ପନ୍ସିବୁଲ। ନିଜେ ମୁଖ୍ୟମନ୍ତ୍ରୀ, ତାଙ୍କ ଦପ୍ତରରୁ ଯଦି ଫାଇଲ ହଜିଛି ସେ ନିଜେ ଦାୟୀ। ୟା ତା ମୁଣ୍ଡରେ ତେଲ ମାରିକି ଖସିଯିବା ପାଇଁ ବସିଛନ୍ତି ପାଣ୍ଡିଆନ ନାଁରେ, ବେହେରା ନାଁରେ, କିରାନୀ ନାଁରେ। ଏଗୁଡାକ ଭୁଲ ତଥ୍ୟ। ଭୁଲ କରନି ମୁଖ୍ୟମନ୍ତ୍ରୀ, ଯାହା ତ କଲ ହଜେଇଲ। ତାକୁ ପକେଇକି ଫାଶରେ ବଦନାମ କରି ନିଜେ ଖସିଯିବା ପାଇଁ ଚେଷ୍ଟା କରନି। ସରକାର କାହିଁ ଫାଇଲ ହଜେଇବେ ବୋଲି ଏ ଅପାରକ ସରକାର, ତେଣୁ ହଜେଇଛନ୍ତି। ଆଏ ଯାଜପୁରରେ ଖାଲି ନୁହଁ, ବାଲେଶ୍ୱରରେ, ଭଦ୍ରକରେ, ଯାଜପୁରରେ, ଚାରିଆଡେ ଏମଏଲଏ ମନ୍ତ୍ରୀ ଘେରାଉ ହଉଛି। ପଲିଥିନଟେ ଦେଇପାରୁନାହାନ୍ତି, ଖାଦ୍ୟ ଦେଇପାରୁନାହାନ୍ତି, ସିଝା ଖାଦ୍ୟ ଦେଇପାରୁନାହାନ୍ତି, ଶୁଖିଲା ଖାଦ୍ୟ ଦେଇପାରୁନାହାନ୍ତି, ଗୋ ଖାଦ୍ୟ ଦେଇପାରୁନାହାନ୍ତି। ଗୋରୁ ଗୁଡା ଉପାସରେ ଠିଆ ହେଇଛନ୍ତି ସବୁ ଗୁଡାକ। ତେଣୁ ଏ ଅପାରକ ସରକାର, ଚାରିଆଡେ ମନ୍ତ୍ରୀ ଏମଏଲଏ ଯାଉଛନ୍ତି, ଲୋକ ଘେରାଉ କରୁଛନ୍ତି, ଗାଳି ଦଉଛନ୍ତି, ପଲିଥିନ ଦିଅ, ଖାଦ୍ୟ ଦିଅ, ଔଷଧ ଦିଅ, ଗୋ ଖାଦ୍ୟ ଦିଅ, ଚିତ୍କାର କରୁଛନ୍ତି। ଏମିତି ନିନ୍ଦନୀୟ ପରିସ୍ଥିତି କେବେ ହେଇନଥିଲା। 80-82 ମସିହାରେ ଯୋଉ ବନ୍ୟା, ସେଥିରେ ଆମେ ମୁକାବିଲା କରିଥିଲୁ ଶାନ୍ତି ଶୃଙ୍ଖଳା।